ଆଜି ଆମେ ଆଲୋଚନା କରିବା ଓଡ଼ିଆ ବିଜ୍ଞାନ ଭିତ୍ତିକ ସାହିତ୍ୟ ସ୍ୱରୂପ ଓ ବିକାଶ ଧାରା, ଯାହାକି ଆମର +3 5th ସେମିଷ୍ଟାର ଡିଏସି ପେପର 2ର ୟୁନିଟ୍ 2ରେ ରହିଅଛି। ଠିକ୍ ଅଛି, ଓଡ଼ିଆ ବିଜ୍ଞାନ ଭିତ୍ତିକ ସାହିତ୍ୟ ସ୍ୱରୂପ ଓ ବିକାଶ ଧାରା। ଠିକ୍ ଅଛି, ତ ଆଜି ଆମେ ଗୋଟେ ଇମ୍ପୋର୍ଟାଣ୍ଟ ଲଙ୍ଗ୍ କ୍ୱେଶ୍ଚିନ୍ ଆଲୋଚନା କରିବା। ତା ପୂର୍ବରୁ ମୁଁ କହିଦେବାକୁ ଚାହିଁକି ଯେ ଯେଉଁମାନେ ବି ନୂଆ କରି ଚ୍ୟାନେଲକୁ ଆସିଛନ୍ତି ପ୍ଲିଜ୍ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ ଇମ୍ପୋର୍ଟାଣ୍ଟ ଲଙ୍ଗ୍ କ୍ୱେଶ୍ଚନ୍ ଆପଣମାନେ ପ୍ରଥମେ ପାଇପାରିବେ ଏବଂ ଆପଣମାନଙ୍କ ସାଙ୍ଗମାନଙ୍କୁ ନିଶ୍ଚିତ ସେୟାର କରିଦିଅନ୍ତୁ, ଯାହାଫଳରେ ସେମାନେ ବି ପଢ଼ିବା ପାଇଁ ସହଯୋଗ ପାଇପାରିବେ। ଠିକ୍ ଅଛି, ତ ଚାଲନ୍ତୁ ଆମେ ଆଜି ଷ୍ଟାର୍ଟ କରିବା +3 5th ସେମିଷ୍ଟାର ଡିଏସି ପେପର 2ର ୟୁନିଟ୍ 2ରେ ରହିଅଛି ଓଡ଼ିଆ ବିଜ୍ଞାନ ଭିତ୍ତିକ ସାହିତ୍ୟର ସ୍ୱରୂପ ଓ ବିକାଶ ଧାରା। ଚାଲନ୍ତୁ ଦେଖିବା। ବିଜ୍ଞାନର ପ୍ରକୃତ ଅର୍ଥ ହେଲା ପରୀକ୍ଷିତ ଜ୍ଞାନ, ପରୀକ୍ଷା, ପର୍ଯ୍ୟବେକ୍ଷଣ ଦ୍ୱାରା ଯେଉଁ ସତ୍ୟ ବାହାରିଥାଏ ତାହାର ନାମ ହେଉଛି ବିଜ୍ଞାନ। ବିଜ୍ଞାନ ହେଉଛି କ'ଣ? ମାନେ ଯାହାକୁ ଆମେ ପରୀକ୍ଷା କରିଥାଉ, ମାନେ ପ୍ରାକ୍ଟିକାଲ କରିଥାଉ, ତାହାକୁ ପରୀକ୍ଷିତ କରିବା ଦ୍ୱାରା, ପରୀକ୍ଷା କରିବା ଦ୍ୱାରା, ପର୍ଯ୍ୟବେକ୍ଷଣ ମାନେ ତା ବିଷୟରେ କିଛି ଜାଣିବା, ଶୁଣିବା, ବୁଝିପାରିଲ ନା, ତାହାର ସତ୍ୟତା ବାହାର କରିବାକୁ ବିଜ୍ଞାନ କୁହାଯାଏ। ବୁଝିପାରିଲେ? ତାପରେ ଦେଖିବା, ଗୋଟିଏ ପାଖରେ ଚିରନ୍ତନ ସତ୍ୟକୁ ଖୋଜି ବାହାର କରିବା ଓ ଅନ୍ୟ ପକ୍ଷରେ ଜୀବନର ବିଭିନ୍ନ ସମସ୍ୟାକୁ ସହଜ ସରଳ କରିବା ବିଜ୍ଞାନର ପ୍ରକୃତ କାମ। ବୁଝିପାରିଲେ? ମୁଁ ଯାହା କହିଲି ସେଇଟା ଲେଖା ହେଇଛି। ତାପରେ ସାଧାରଣ ଅର୍ଥରେ ବିଜ୍ଞାନ କହିଲେ ଯେଉଁ କେତେକ ଅଦ୍ଭୁତ ଆବିଷ୍କାରର କଥା ଆମ ଆଖି ଆଗରେ ନାଚି ଉଠେ, ତାହା ବିଜ୍ଞାନର ଦାନ ମାତ୍ର। ମଣିଷ ମନରେ ଯୁଗ ଯୁଗ ଧରି ବହୁ ବିଶ୍ୱାସ ବାସା ବାନ୍ଧି ରହିଛି, ମାତ୍ର ସେ ବିଶ୍ୱାସକୁ ଛାଡ଼ିପାରେ ନାହିଁ। ତାହା ମଧ୍ୟରେ ଅନେକ ଅନ୍ଧବିଶ୍ୱାସ ଏବଂ କୁସଂସ୍କାର ଥାଏ, କିନ୍ତୁ ବିଜ୍ଞାନରେ ଏହି ଅନ୍ଧବିଶ୍ୱାସ ଓ କୁସଂସ୍କାର ନଥାଏ। କଥାରେ ଅଛି, ଯାହା ନ ଦେଖିବ ଦୁଇ ନୟନେ, ପରତ ନ ଯିବ ଗୁରୁ ବଚନେ। ଏହି ଚିନ୍ତାଧାରା ହେଉଛି ବିଜ୍ଞାନର ସ୍ୱରୂପ। ବିଜ୍ଞାନର ଭିତ୍ତିକ ସାହିତ୍ୟ କହିଲେ ବିଜ୍ଞାନ ଓ ସାହିତ୍ୟର ଏକ ମଧୁର ସମନ୍ୱୟକୁ ବୁଝାଇଥାଏ, ଅର୍ଥାତ୍ ବିଜ୍ଞାନର ଜଟିଳ ତଥ୍ୟ ଓ ତତ୍ତ୍ୱରାଜିକୁ ସାହିତ୍ୟିକ ଶୈଳୀରେ ସାଧାରଣ ଲୋକମାନଙ୍କ ଦୃଷ୍ଟିରୁ ଆଣିବା, ସାଧାରଣ ଜୀବନରେ ବୈଜ୍ଞାନିକ ଉପକରଣ ତଥା ବୈଜ୍ଞାନିକ ତଥ୍ୟର ବହୁଳ ବ୍ୟବହାର ଜାତୀୟ ପ୍ରଗତିର ମାନଦଣ୍ଡ ନିରୂପଣ କରେ। ତେଣୁ ସାଧାରଣ ଲୋକଟିଏ ବିଜ୍ଞାନ ଭିତ୍ତିକ ସାହିତ୍ୟର ମାଧ୍ୟମରେ ବିଜ୍ଞାନର ଏକ ସମସ୍ତ ଦିଗକୁ ସହଜରେ ଜାଣିପାରିଥାଏ। ବୁଝିପାରିଲେ? ତାପରେ ଦେଖିବା, ବିଜ୍ଞାନ ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ସାଧାରଣ ଜୀବନରେ ଅବୋଧ ହୋଇ ରହିଥିଲା। ଏହାର କାରଣ ହେଉଛି ବିଜ୍ଞାନ ଏବଂ ସାହିତ୍ୟ ମଧ୍ୟରେ ସମ୍ପର୍କ ସ୍ଥାପନରେ ଅସୁବିଧା। କେତେକ ସାହିତ୍ୟିକଙ୍କ ମତ ହେଲା ଯେ ବିଜ୍ଞାନ ସମ୍ବନ୍ଧରେ ଜ୍ଞାନ ଗୌରବ ଓ ସାହିତ୍ୟ ଜ୍ଞାନ ମୁଖ୍ୟ। ଆପେକ୍ଷିକ ତତ୍ତ୍ୱ ହେଉ ବା ବିବର୍ତ୍ତନବାଦ, ପରମାଣୁବାଦ ହେଉ ବା କ୍ୱାଣ୍ଟମବାଦ, ଏସବୁ କ୍ଷେତ୍ରରେ ଗବେଷଣା ଏବଂ ଉଦ୍ଭାବନ କରିବାରେ କଳ୍ପନାକୁ ଯେପରି ବଳିଷ୍ଠ ଅଥଚ ସ୍ୱାଧୀନ ରଖିବା ହୁଏ, ଅନ୍ୟ କୌଣସି ଅଭିନବ ସୃଷ୍ଟିରେ ତାର ପଟାନ୍ତର ନଥାଏ। ତାପରେ ମୌଳିକ ବିଜ୍ଞାନର ଅଗ୍ରଗତି ସହିତ ତାଳ ମିଳାଇ ପ୍ରଯୁକ୍ତିବିଦ୍ୟାର ତତ୍ତ୍ୱାନ୍ୱିତ ତଥା ବିଚକ୍ଷଣ ସମୃଦ୍ଧି ସାଧିତ ହୋଇଛି। ବିଜ୍ଞାନ ଦ୍ୱାରା ପ୍ରତିରକ୍ଷା, ଶିକ୍ଷା, ଜନସ୍ୱାସ୍ଥ୍ୟ, ସୁରକ୍ଷା, ଚିକିତ୍ସା ବିଜ୍ଞାନ, କୃଷି ଓ ବହୁମୁଖୀ ଶିଳ୍ପରେ ସମୃଦ୍ଧି ସାଧନ ବଳରେ ମନୁଷ୍ୟର ଜୀବନଯାପନ ମାର୍ଗର ଆନନ୍ଦ ପ୍ରଦାୟକ କରାଯିବା ସମ୍ଭବ ହୋଇଛି। ସାରା ବିଶ୍ୱରେ ବିଜ୍ଞାନ ଯେଉଁ ଜୟଯାତ୍ରା ଚାଲିଛି, ତାର ତତ୍ତ୍ୱ ଓ ତଥ୍ୟ ପ୍ରଥମତଃ ବୈଜ୍ଞାନିକ, ବିଜ୍ଞାନ ଗବେଷକ ଏବଂ ବିଜ୍ଞାନ ସହ ଜଡ଼ିତ ଥିବା ବ୍ୟକ୍ତି ବିଶେଷଙ୍କ ନିକଟରେ ଉପଲବ୍ଧ ହୋଇଥାଏ। ସାଧାରଣ ଲୋକଟି ବିଜ୍ଞାନ ଦ୍ୱାରା ଉପକୃତ ହୋଇଥାଏ ସତ୍ୟ, କିନ୍ତୁ ତାର ଜଟିଳ ତତ୍ତ୍ୱ ସମ୍ପର୍କରେ ଜ୍ଞାନ ଆହରଣ କରିବାର ସୁଯୋଗ ପାଇ ନଥାଏ, ଯାହା ଫଳରେ ବିଜ୍ଞାନକୁ ଭଲ ଭାବେ ବୁଝିବାର ଅବକାଶ ପାଇ ନଥାଏ। ସାଧାରଣ ମଣିଷ ଏହିପରି ସମସ୍ୟାକୁ ସମାଧାନ କରିବା ଉଦ୍ଦେଶ୍ୟରେ ବିଜ୍ଞାନ ଭିତ୍ତିକ ସାହିତ୍ୟର ସୃଷ୍ଟି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ସାଧାରଣ ଲୋକଙ୍କ ମଧ୍ୟରେ ବିଜ୍ଞାନକୁ ଲୋକପ୍ରିୟ କରିବା। ବିଭିନ୍ନ ବୈଜ୍ଞାନିକ ବକ୍ତୃତା, ପ୍ରବନ୍ଧ, ଗଳ୍ପ, କବିତା, ଉପନ୍ୟାସ, ନାଟକ, ଜୀବନୀ ପୁସ୍ତକ ଆଦି ଜରିଆରେ ଆମର ସାଧାରଣ ଲୋକେ କେମିତି ଅଧିକରୁ ଅଧିକ ବିଜ୍ଞାନ ବିଷୟ ଜାଣିବେ, ତାହା ହେଲା ବିଜ୍ଞାନ ଭିତ୍ତିକ ସାହିତ୍ୟର ସୃଷ୍ଟିର ମୂଳ କାରଣ। କରେ ଦେଖିବା, ବୈଜ୍ଞାନିକ ତଥ୍ୟ ଓ ତତ୍ତ୍ୱର କ୍ଳିଷ୍ଟତାକୁ ସରଳ ଭାବେ ଉପସ୍ଥାପନ କରିବା। ବିଜ୍ଞାନ ଭିତ୍ତିକ ସାହିତ୍ୟର ପ୍ରମୁଖ ସ୍ୱରୂପ ହେଉଛି ବୈଜ୍ଞାନିକ ତଥ୍ୟ ଓ ତତ୍ତ୍ୱକୁ ସରଳ ଭାବେ ବିଶ୍ଳେଷଣ କରିବା। କାରଣ ବିଜ୍ଞାନ ପୂର୍ବରୁ ଯେଉଁ ଏକ ନିର୍ଦ୍ଦିଷ୍ଟ ପରିସୀମାରେ ଆବଦ୍ଧ ଥିଲା, ଅଥଚ
କେତେକ ବିଜ୍ଞାନ ବିଶେଷଜ୍ଞମାନଙ୍କ ନିକଟରେ ରହିଥିଲା। ସେହି ସୀମା ସରହଦରୁ ବାହାରି ଆସି କ୍ରମଶଃ ପ୍ରତ୍ୟେକ ବ୍ୟକ୍ତି ମାନସରେ ଆଦର ହୋଇପାରିଲା। ସାଧାରଣ ବ୍ୟକ୍ତିଟି ମଧ୍ୟ ବିଜ୍ଞାନର ଆବିଷ୍କାର, ଉଦ୍ଭାବନ ଏବଂ ପ୍ରୟୋଗାତ୍ମକ ଦିଗ ସମ୍ପର୍କରେ ଜାଣିବାର ସୁଯୋଗ ପାଇପାରିବାକୁ ସକ୍ଷମ ହେଲେ। ଯେପରି ଏଣ୍ଟିବାୟୋଟିକ୍ସ ଭଳି ଜଟିଳ ତତ୍ତ୍ୱ ସମ୍ବନ୍ଧରେ ସାଧାରଣ ବ୍ୟକ୍ତିଟି ଜାଣିବାରେ ଅକ୍ଷମ ଥିଲା। ଏହା କ'ଣ, କେଉଁ କ୍ଷେତ୍ରରେ ପ୍ରୟୋଗ ହୁଏ, ଏହାର ପ୍ରତିଟି ଦିଗ ସମ୍ପର୍କରେ ଆସୁଥିବା ଜଟିଳ ପ୍ରଶ୍ନରାଜିର ସମାଧାନ କରିପାରିଥିଲା। ପ୍ରଫେସର ଗୋକୁଳାନନ୍ଦ ମହାପାତ୍ରଙ୍କଦ୍ୱାରା ରଚିତ ଲୋକପ୍ରିୟ ବିଜ୍ଞାନ ପୁସ୍ତକ ଏଣ୍ଟିବାୟୋଟିକ୍ସ ଠିକ୍ ସେହିପରି ପରମାଣୁ ସମ୍ପର୍କରେ ସରଳ ଭାବେ ବୁଝିବାକୁ ମିଳିଥାଏ। ପ୍ରଫେସର ଶରତ କୁମାର ମହାନ୍ତିଙ୍କ ଆଟମ୍ରୁ କାଟମ୍ ପ୍ରବନ୍ଧ ସଂକଳନରୁ ଆସିଅଛି। ତାପରେ ଖରେ ଆସିଲା ବୈଜ୍ଞାନିକ ତଥ୍ୟ ଓ ତତ୍ତ୍ୱ ପ୍ରଜନନ ଓ ସ୍ପଷ୍ଟ ହୋଇଥାଏ। ବିଜ୍ଞାନ ଭିତ୍ତିକ ସାହିତ୍ୟ ସାଧାରଣ ପାଠକଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲାବେଳେ ବିଜ୍ଞାନର ପ୍ରମୁଖ ତଥ୍ୟ ଓ ତତ୍ତ୍ୱର ପ୍ରକଟ, ପ୍ରାଞ୍ଜଳ ଓ ସ୍ପଷ୍ଟୀକରଣ ରହିବା ନିହାତି ଜରୁରୀ। ତେଣୁ ଲେଖକ ଏହା ପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେବା ଆବଶ୍ୟକ, ନଚେତ୍ ସାଧାରଣ ପାଠକଟି ବୈଜ୍ଞାନିକ ତଥ୍ୟ ଓ ତତ୍ତ୍ୱ ସମ୍ପର୍କରେ ବୁଝିପାରିବାର ଅବକାଶ ପାଇ ନ ଥାଏ। ମୁଖ୍ୟତଃ ପ୍ରୟୋଗ ହେଉଛି ଓ ବିଜ୍ଞାନ ଶବ୍ଦ ଗୁଡ଼ିକର ପ୍ରକୃତ ଅର୍ଥ ସରଳ ଭାବେ ଉପସ୍ଥାପନ କରିବା ଉଚିତ। ଯେପରି ଡକ୍ଟର ଦେବକାନ୍ତ ମିଶ୍ରଙ୍କ ବିଚିତ୍ର ଏ ବିଶ୍ୱ ଲୋକପ୍ରିୟ ବିଜ୍ଞାନ ପୁସ୍ତକରେ ବିଶ୍ୱାସ ସୃଷ୍ଟି ସମ୍ପର୍କିତ ବହୁ ବୈଜ୍ଞାନିକ ତଥ୍ୟ ଓ ତତ୍ତ୍ୱକୁ ଇଂରାଜୀ ଶବ୍ଦ ଗୁଡ଼ିକ ଓଡ଼ିଆରେ ପ୍ରକାଶ କରିବା ସହ ତାହାର ସଂଜ୍ଞା ଓ ସ୍ୱରୂପ ସରଳ ଭାବେ ବିଶ୍ଳେଷଣ କରିଛନ୍ତି। ଯଥା କ୍ୟାନ୍ସର, ମାସ୍ ଇଞ୍ଜେକ୍ସନ, କିରାଟୀୟ ବସ୍ତୁତ୍ୱ ବହିଷ୍କରଣ, ଷ୍ଟ୍ରିଙ୍ଗ ଥିଓରୀ, ଫିତା ତତ୍ତ୍ୱ, ଲୋପ, କ୍ୱାଣ୍ଟମ ଗ୍ରାଭିଟି, ଘେର, କ୍ୱାଣ୍ଟମ ମହାକର୍ଷଣ ପ୍ରଭୃତି ଇତ୍ୟାଦି। ଗରେ ଆସିଲା ପାରସ୍ପରିକ ଅନ୍ଧବିଶ୍ୱାସ ଜନିତ କୁସଂସ୍କାରକୁ କୁଠାରଘାତ କରି ଏକ ସତ୍ୟ ଓ ବାସ୍ତବ ତଥ୍ୟ ପାଠକ ସମ୍ମୁଖରେ ଉପସ୍ଥାପନ କରିବା ବିଜ୍ଞାନ ଭିତ୍ତିକ ସାହିତ୍ୟର ମୂଳସ୍ୱରୂପ। ଡକ୍ଟର ଯୋଗମାୟା ପଟ୍ଟନାୟକଙ୍କ ବିଜ୍ଞାନ କୁହକ ଗଳ୍ପ ସଂକଳନରେ ବହୁ ଦିନରୁ ଯେଉଁ ଅନ୍ଧବିଶ୍ୱାସ ଓ କୁସଂସ୍କାର ସାମାଜିକ ଚଳନୀକୁ ବାଟବଣା କରିଆସିଛି, ତାହାର ସତ୍ୟତାକୁ ବିଜ୍ଞାନ ଦୃଷ୍ଟିକୋଣରୁ ବିଚାର କରାଯାଇଛି। ଘରେ ଆସିଲା ବିଜ୍ଞାନ ଭିତ୍ତିକ ସାହିତ୍ୟ ମନୁଷ୍ୟକୁ ବର୍ତ୍ତମାନ ଓ ଭବିଷ୍ୟତ ଗଢ଼ିବାର ପ୍ରେରଣା ଦେଇଥାଏ। ଯେପରି ଗୋକୁଳାନନ୍ଦ ମହାପାତ୍ରଙ୍କ ପୃଥିବୀ ବାହାର ମଣିଷ ଉପନ୍ୟାସରେ ପରମାଣୁ ତତ୍ତ୍ୱ, ଭୟାବହତା ଓ ଶାନ୍ତିକାଳୀନ ପ୍ରଚେୟାଗକୁ ଗୁରୁତ୍ୱ ଦିଆଯାଇଛି। ଏହା ସହିତ ଭବିଷ୍ୟତରେ ବିଜ୍ଞାନ କେଉଁ ରୂପରେଖ ନେବ ତାହା ମଧ୍ୟ ଉପସ୍ଥାପନ କରାଯାଇଛି। ରେ ଆସିଲା ବିଜ୍ଞାନ ଭିତ୍ତିକ ସାହିତ୍ୟର କଥାବସ୍ତୁକୁ ସାମାଜିକ ବାସ୍ତବତାରେ ଅଗ୍ରାଧିକାର ଦିଆଯାଇଥାଏ, କାରଣ ସମାଜର ଚିତ୍ର ବହନ କରିଥାଏ। ସାହିତ୍ୟ ବର୍ତ୍ତମାନର ସମାଜ ବିଜ୍ଞାନର ଜୟଯାତ୍ରାରେ ସାମିଲ ହୋଇ ନିଜର ପ୍ରତିଟି କାର୍ଯ୍ୟକୁ ସୁଚାରୁରୂପେ ପାଳନ କରୁଥିବାର ଦେଖିବାକୁ ମିଳିଥାଏ। ବିଜ୍ଞାନ ଯେହେତୁ କଳ୍ପନା ଅପେକ୍ଷା ବାସ୍ତବତାକୁ ଅଧିକ ଗୁରୁତ୍ୱ ଦେଇଥାଏ, ତେଣୁ ବିଜ୍ଞାନ ଭିତ୍ତିକ ସାହିତ୍ୟର କଥାବସ୍ତୁ ସାମାଜିକ ବାସ୍ତବତାକୁ ଅଧିକ ଗ୍ରହଣ କରିଥାଏ। ରେ ଆସିଲା ଆଞ୍ଚଳିକ ଭାଷାରେ ବିଜ୍ଞାନ ଭିତ୍ତିକ ସାହିତ୍ୟର କଳେବର ସମୃଦ୍ଧ ହୋଇଥାଏ, କାରଣ ବିଜ୍ଞାନ ଭିତ୍ତିକ ସାହିତ୍ୟରେ ଲେଖକ ବିଜ୍ଞାନ ସମ୍ପର୍କରେ ତଥ୍ୟ ପ୍ରଦାନ କଲାବେଳେ କେତେକ ବୌଦ୍ଧିକ ବା ଟେକ୍ନିକାଲ ଶବ୍ଦ ପ୍ରୟୋଗ କରିବାକୁ ବାଧ୍ୟ ହୋଇଥାନ୍ତି। ତେଣୁ ଲେଖକ ଏହି ବୈଷୟିକ ଶବ୍ଦଗୁଡ଼ିକୁ ଆଞ୍ଚଳିକ ଭାଷାରେ ପ୍ରୟୋଗ କରିବା ଜରୁରୀ। ରେ ଆସିଲା ଚରିତ୍ର ହେଉଛି ବିଜ୍ଞାନ ଭିତ୍ତିକ ସାହିତ୍ୟର ମୂଳ ଓ ମୁଖ୍ୟ ଅଙ୍ଗ। ଚରିତ୍ରର ଅନୁଭବ ଓ ଅନୁଭୂତି ଛଳରେ ବିଜ୍ଞାନର କାର୍ଯ୍ୟକାରିତାକୁ ବିଜ୍ଞାନ ପରିବେଷଣକୁ ବର୍ଣ୍ଣନା କରାଯାଇଥାଏ। ତେଣୁ ଚରିତ୍ର ଯେପରି ଅସ୍ୱାଭାବିକ ଓ ଅପ୍ରାସଙ୍ଗିକ ନ ହୋଇ ସେଥିପ୍ରତି ଅଧିକ ସତର୍କ ଦୃଷ୍ଟି ରଖିବା ଉଚିତ, କାରଣ ବିଜ୍ଞାନର କାର୍ଯ୍ୟଧାରା ସହିତ ଚରିତ୍ରର କ୍ରିୟାକଳାପ ଓ ମାନସିକତାର ସମ୍ପର୍କ ନ ରହିଲେ ଚରିତ୍ରର ଅସ୍ୱାଭାବିକତା ସହଜରେ ଜଣାପଡ଼ିଥାଏ। ରେ ଆସିଲା କଥାବସ୍ତୁରେ କ୍ରମିକତା ରହିବା
ବିଜ୍ଞାନ ଭିତ୍ତିକ ସାହିତ୍ୟର ଏକ ପ୍ରମୁଖ ସ୍ୱରୂପ। ଯେହେତୁ ବିଜ୍ଞାନ ସମ୍ବନ୍ଧରେ ତଥ୍ୟ ଓ ତତ୍ତ୍ୱ ସାଧାରଣ ପାଠକ ନିକଟରେ ନୂଆ, ତେଣୁ ଲେଖକ ବିଷୟବସ୍ତୁକୁ କ୍ରମିକତା ଉପରେ ଅଧିକ ଧ୍ୟାନ ଦେବା ଜରୁରୀ। ନଚେତ୍ ପାଠକ ବିଜ୍ଞାନର ତଥ୍ୟ ଓ ତତ୍ତ୍ୱଠାରୁ ଥରେ ବିଚ୍ଛିନ୍ନ ହେଲେ ସହଜରେ ପରବର୍ତ୍ତୀ ସମୟରେ ଏକାନ୍ତ ହୋଇପାରିନଥାଏ। ବିଜ୍ଞାନ ଭିତ୍ତିକ ସାହିତ୍ୟର ସ୍ଥାନ, କାଳ ଓ ପାତ୍ର ମଧ୍ୟରେ ଏକତା ରହିବା ଜରୁରୀ। ତାପରେ ହେଲା ବିଜ୍ଞାନ ଭିତ୍ତିକ ସାହିତ୍ୟର ଶୈଳୀ ବର୍ଣ୍ଣନାତ୍ମକ ଅପେକ୍ଷା ନାଟକୀୟ ହେବା ଅଧିକ ଗ୍ରହଣୀୟ। ବର୍ଣ୍ଣନାତ୍ମକ ଶୈଳୀ ସାଧାରଣ ସାହିତ୍ୟରେ ପ୍ରୟୋଗ ହେଲେ ଭାବ ଗ୍ରହଣ କୌଣସି ବାଧା ଉପୁଜି ନଥାଏ, କାରଣ ପ୍ରତିଟି ବର୍ଣ୍ଣନା ସହ ସାଧାରଣ ପାଠକ ପ୍ରାୟତଃ ଜଡ଼ିତ ଥାଏ। ତେଣୁ ତାହାକୁ ସେ ଗ୍ରହଣ କରି ପରବର୍ତ୍ତୀ ପର୍ଯ୍ୟାୟ ସହ ଯୋଡ଼ି ହେବାରେ କୌଣସି ଅସୁବିଧା ସୃଷ୍ଟି ହୋଇନଥାଏ। ତ ରହିଲା ବିଜ୍ଞାନ ଭିତ୍ତିକ ସାହିତ୍ୟର ଭାବ୍ୟର ମୁଖ୍ୟତଃ ଦୁଇଟି। ପ୍ରଥମେ ପର୍ଯ୍ୟାୟରେ ଗତି କରିଥାଏ, ଯଥା ବିଜ୍ଞାନର ଯେଉଁ ଜୟଯାତ୍ରା ଚାଲିଛି ସେ ସମ୍ବନ୍ଧରେ ଟିକିନିଖି ଜ୍ଞାନ ପ୍ରଦାନ କରିବା ଏବଂ ବିଜ୍ଞାନର ଭବିଷ୍ୟ ପରିକଳ୍ପନା କରିବା। ଏତିକି ଥିଲା ଆମର ଏକ ଇମ୍ପୋର୍ଟାଣ୍ଟ ଲଙ୍ଗ କ୍ୱେଶ୍ଚନ୍, ଯାହାକି ଆମେ ଆଲୋଚନା କଲେ। ଠିକ୍ ଅଛି, ଇମ୍ପୋର୍ଟାଣ୍ଟ ଲଙ୍ଗ କ୍ୱେଶ୍ଚନ୍ରେ ଆମେ ଏଠି ଆଲୋଚନା କରିଦେଇଛନ୍ତି। ଓଡ଼ିଆ ବିଜ୍ଞାନ ଭିତ୍ତିକ ସାହିତ୍ୟର ସ୍ୱରୂପ ଓ ବିକାଶ ଧାରା ବିଷୟରେ କେମିତି ଓଡ଼ିଆ ବିଜ୍ଞାନ ଭିତ୍ତିକ ସାହିତ୍ୟ ବିକଶିତ ହୋଇଥିଲା, ତାହା ଆମେ କେତେଗୁଡ଼ିଏ ପଏଣ୍ଟ ଦେଇ ତାକୁ ଆମେ ଆଲୋଚନା କଲେ। ତ ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଛି, ଇମ୍ପୋର୍ଟାଣ୍ଟ ଲଙ୍ଗ କ୍ୱେଶ୍ଚନ୍ରେ ନିହାତି କମେଣ୍ଟ ମାଧ୍ୟମରେ ଜଣାଇବା। ଯେଉଁଠି ଆପଣମାନେ ନ ବୁଝିପାରୁଛନ୍ତି କମେଣ୍ଟ ମାଧ୍ୟମରେ ଜଣାଇବେ, ମୁଁ ପର କ୍ଲାସ୍ରେ ତାକୁ ଆଲୋଚନା କରିଦେବି। ଠିକ୍ ଅଛି, ତ ଏଇଠି ଥିଲା ଆମର ଏକ ଇମ୍ପୋର୍ଟାଣ୍ଟ ଲଙ୍ଗ କ୍ୱେଶ୍ଚନ୍ ଯାହାକି ଆମେ ଆଲୋଚନା କଲେ। ତ ଯେଉଁମାନେ ବି ନୂଆ କରି ଚ୍ୟାନେଲକୁ ଆସୁଛନ୍ତି, ପ୍ଲିଜ୍ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ପାଖରେ ଇମ୍ପୋର୍ଟାଣ୍ଟ ଲଙ୍ଗ କ୍ୱେଶ୍ଚନ୍ ଆପଣମାନଙ୍କ ପାଖରେ ପହଞ୍ଚିପାରିବ। ଏବଂ ଆଉ ଗୋଟେ କଥା କହିଦେବାକୁ ଚାହେଁ ପୁଣି ଥରେ, ଆପଣମାନଙ୍କ ସାଙ୍ଗମାନଙ୍କୁ ନିହାତି ସେୟାର କରିବେ, ଯାହାଫଳରେ ସେମାନେ ବି ପଢ଼ିବା ପାଇଁ ସହଯୋଗ ପାଇପାରିବେ। ତ ରହୁଛି, ପର କ୍ଲାସ୍ରେ ଦେଖା ହେବ। ଜୟ ଜଗନ୍ନାଥ।